ସାଙ୍ଗମାନେ ଆଜି ସକାଳୁ ଝିଅ ଗାଡ଼ି ଆସିବ କହିଥିଲା ମୁଁ ତ ରେଡ଼ି ହେଇକି ଯିବି। ମୁଁ କହିଲି ତ ଯା ଆମେ ଆସିଲେ ମନ୍ଦିର ଯିବା ପୂଜା କରିକିନା ଆସିବା। ସେ ଆସିଲା ପରେ ଆମେ ମନ୍ଦିର ବାହାରି ଯାଇଥିଲୁ। ମନ୍ଦିରରେ ପହଞ୍ଚିଲା ପରେ ଆମେ ସବୁ ଠାକୁର ଅଛନ୍ତି ସେଠି ଦର୍ଶନ କଲୁ। ଦର୍ଶନ କଲା ପରେ ଯେହେତୁ ଆମେ ସରସ୍ୱତୀ ମାଙ୍କ ପାଖରେ ପୂଜା କରିବା ପାଇଁ ଯାଇଥିଲୁ, ଦେଖିଲା ନନା ସେଠି ନଥିଲେ। ନନା ଆସନ୍ତୁ ଆମେ ଭୋଗ କରିକି ଯିବା। ତାପରେ ନନା ଆସିସାରିଲା ପରେ ଆମେ ଭୋଗ କରିକି ଫେରିଲୁ। ପଚାରିଲି କେଇଟା ବାଜିଲାଣି ନା 11ଟା। ନା ଯାହା ପୁଅକୁ ନେଇକିନା ଆସିବ, ତାର ସମୟ ହେଇଗଲାଣି ଛୁଟି ହେବାର। ସେ ଗଲାବେଳେ ଖେଳୁଥିଲା, ପୁରା ମଜାମସ୍ତି କରିକିନା ଫେରିଲେ। ତାପରେ ବାପା କହିଲେ ଚାଲ ଯିବା ଆମେ ଟିକେ ଇସ୍କନ ମନ୍ଦିର ଟିକେ ଦର୍ଶନ କରି ଠାକୁରଙ୍କୁ ଆସିବା। ଦର୍ଶନ କଲା ପରେ ଦେଖିଲେ ପ୍ରସାଦ ହେଉଛି। ତାପରେ କହିଲେ ନେଇଯିବା ଆମେ ଘରେ ଖାଇବା ବୋଲି। ନେଇକିନା ଘରକୁ ଫେରିଲେ। ମୁଁ କହିଲି ଯାଉଛି ଫ୍ରିଜରେ ଛେନାଗରା ଥିଲା, ତାକୁ ଆଜି ଛେନାପୋଡ଼ ଟିକେ କରିଦେବା। ତାକୁ ସବୁ ବାହାର କରିକି ରଖିଦେଇଥିଲି। କିଛି ସମୟ ଥଣ୍ଡା କମିଗଲା ପରେ ତାଥିରେ ଟିକେ ସୁଜି, ଚିନି, ଗୁଜୁରାତି ଗୁଣ୍ଡ ଦେଇକି ଭଲରେ ଟିକେ ଚକଟିଲି। ତାପରେ ଟିକେ ଲୁଣ ଦେଲି, ଦେଇକିନା କାଜୁ ଫାଜୁ ଦେଇକି ଭଲରେ କିଛି ସମୟ ଘିଅ ଦେଇକି ଚକଟିଲା ପରେ ଗୋଟେ ଜାଗାରେ କ'ଣ କଲି ଟିକେ କିଛି ଘିଅ ଲଗେଇଦେଲି। ଆଗେ କରେଇଟେ ବସେଇ ଗରମ କରିଥିଲି। ତା ସବୁ ଦେଇ ସାରିଲା ପରେ ତା ଦେହରେ ତାକୁ କ'ଣ କଲି ବସେଇଦେଲି। ଦେଖିଲି ଅଧଘଣ୍ଟା ପର୍ଯ୍ୟନ୍ତ ତାକୁ ଟିକେ ସମୟ ଦେଲି, ଟିକେ ହେଇନଥିଲା। ପୁଣି ଆଉ 10 ମିନିଟ୍ ପର୍ଯ୍ୟନ୍ତ ରଖିଲି। ତାପରେ ଯେମିତି ହେଇଗଲା ମୁଁ କହିଲି ଟିକେ କାଟିକି ଦେଖିବା କେମିତି ଲାଗୁଛି। କାଟିକି ପ୍ରଥମେ ଝିଅକୁ ଦେଲି। କହିଲା ମାମା ହଁ ଭଲ ନରମ ହେଇଛି। ସେ ଖାଇଲା। ତାପରେ ମୁଁ କହିଲି ହଉ ରାତିରେ କ'ଣ କରିବା ନା ଆଜି ମେଥି ପରଟା କରିଦେ ଆଉ ବଟର ପନିର କରିଦେ। ମୁଁ କହିଲି ହଉ ଖାଇଦେବା ଆଉ। ତାକୁ କରିସାରିଲା ପରେ ଆମେ ସମସ୍ତେ ଖାଇକିନା ଶୋଇଲୁ ଆଉ।